प्रभु जीशु ख्रीष्टଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କର ପ୍ରାର୍ଥନା ପଏଣ୍ଟ ଗୁଡ଼ିକକୁ ଆମେ ଦେଖୁଛୁ, ପଢୁଛୁ, ପ୍ରାର୍ଥନା କରୁଛୁ, ବିଶ୍ୱାସ କରୁଛୁ ପରମେଶ୍ୱର ଆପଣମାନଙ୍କ ଜୀବନରେ ଅଦ୍ଭୁତ କାମ କରୁଥିବେ। ଆପଣମାନେ ଏହି ପ୍ରକାର ଭାବରେ ଆମମାନଙ୍କୁ ଉତ୍ସାହିତ କରୁଥିବେ। ଆସନ୍ତୁ ଆମମାନେ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରଭୁଙ୍କ ଦ୍ୱାରା ପଡ଼ିଥିବା ବ୍ୟକ୍ତିଙ୍କର ଶକ୍ତି ବା ପ୍ରଭୁ ଯାହାକୁ ପକାନ୍ତି ସେ ବ୍ୟକ୍ତିର ଶକ୍ତି। ପ୍ରିୟମାନେ, ଏହି ଦିନମାନଙ୍କରେ ଆମେ ଦେଖୁଛୁ ମନୁଷ୍ୟମାନଙ୍କ ଦ୍ୱାରା ଅନେକ ଲୋକ ପଡ଼ିଯାଉଛନ୍ତି। ବିଭିନ୍ନ ପ୍ରକାର ଭାବରେ ସେମାନେ ପଡ଼ିଯାଉଛନ୍ତି। ମୁଣ୍ଡ ଉପରେ ହାତ ରଖିଲେ ସେମାନେ ପଡ଼ିଯାଉଛନ୍ତି। ମାତ୍ର ଯାହାକୁ ପ୍ରଭୁ ପକାନ୍ତି, ଯିଏ ପ୍ରଭୁଙ୍କ ଦ୍ୱାରା ପଡ଼ନ୍ତି, ସେହି ଲୋକର ଶକ୍ତିକୁ ଆମେ ଦେଖିବା ପାଇଁ ଯିବା। ଯଦି ଆପଣ ପ୍ରଭୁଙ୍କ ଦ୍ୱାରା ପଡ଼ିଛନ୍ତି ତାହେଲେ ଆପଣଙ୍କର ଶକ୍ତି ଓ ସାମର୍ଥ୍ୟ ଅପାର ରହିବ। ଆମେ ଦେଖୁଛୁ ଯେଉଁ ସମୟରେ ଜଣେ ବ୍ୟକ୍ତି ଥିଲେ, ତାଙ୍କ ନାଁ ସାଉଲ। ସେ ଖ୍ରୀଷ୍ଟିଆନ ମାନଙ୍କୁ ହୃଦୟ ସହିତ ଘୃଣା କରୁଥିଲେ। ପୃଥିବୀର ଖ୍ରୀଷ୍ଟିଆନ ମାନଙ୍କୁ ପୋଛି ଦେବା ପାଇଁ ସେ ଇଚ୍ଛା କରୁଥିଲେ। ଆଉ ସେ ଅଧିକାର ପ୍ରାପ୍ତ ହୋଇ ସେ ଗାଁ ଗାଁ ବୁଲି ଖ୍ରୀଷ୍ଟିଆନ ମାନଙ୍କୁ ମାରିବା ପାଇଁ ସେ ଅଧିକାର ପତ୍ର ଧରି ଯିବା ସମୟରେ ସେ ଦମେଶକ ପଥରେ ସେ ନିଜର ସେହି ଯାନରୁ ବା ଘୋଡ଼ାରୁ ବା ଜାଇଁରୁ ହେଲେ ସେ ପଡ଼ିଗଲେ। ଲେଖାଯାଉଛି ପ୍ରେରିତ 9:3 ପରେ ସେ ଯାଉ ଯାଉ ଦମେଶକର ନିକଟବର୍ତ୍ତୀ ହୁଅନ୍ତେ ଅକସ୍ମାତ୍ ଆକାଶରୁ ଆଲୋକ ତାଙ୍କ ଚାରିଆଡ଼େ ଚମକି ଉଠିଲା। ସେଥିରେ ସେ ଭୂମିରେ ପଡ଼ିଯାଇ ତାଙ୍କ ପ୍ରତି ଉକ୍ତ ଏହି ବାଣୀ ଶୁଣିଲେ, ହେ ସାଉଲ, ହେ ସାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପ୍ରିୟମାନେ, ଆକାଶରୁ ଏତେ ଗୋଟେ ଆଲୋକ ଆସିଲା। ଆଉ ସେ କହୁଛନ୍ତି ତାଙ୍କ ସାକ୍ଷ୍ୟରେ, ମୁଁ ସୂର୍ଯ୍ୟ ଠାରୁ ମଧ୍ୟ ଆଉ ଗୋଟିଏ ତେଜସ୍କର ଆଲୋକ ଦେଖିଲି। କାରଣ ଆମର ପରମେଶ୍ୱର ସୂର୍ଯ୍ୟକୁ ତିଆରି କରିଛନ୍ତି। ସେଥିପାଇଁ ସେ ସୂର୍ଯ୍ୟ ଠାରୁ ମଧ୍ୟ ଆହୁରି ଅଧିକ ତେଜସ୍କର ଅଟନ୍ତି। ପ୍ରିୟମାନେ, ଯେଉଁମାନେ ଜାଣନ୍ତି ନାହିଁ ସେମାନେ ସୂର୍ଯ୍ୟକୁ ପୂଜା କରୁଛନ୍ତି। ମାତ୍ର ଆମେ ଜାଣିଛୁ ଯେ ସୂର୍ଯ୍ୟକୁ କିଏ ତିଆରି କରିଛନ୍ତି। ସେ ସୂର୍ଯ୍ୟକୁ ତିଆରି କରିଥିବା ସୃଷ୍ଟିକର୍ତ୍ତାଙ୍କୁ ପୂଜା କରୁଛୁ। ପାଉଲ ସେଟା ଲେଖନ୍ତି ଯେ ମୁଁ ସୂର୍ଯ୍ୟ ଠାରୁ ମଧ୍ୟ ଆଉ ଗୋଟେ ତେଜସ୍କର ଆଲୋକକୁ ଦେଖିଲି, ଆଉ ମୁଁ ପଡ଼ିଗଲି। ପରମେଶ୍ୱର ସାଉଲକୁ ତାଙ୍କର ଯାନରୁ, ସେ ଘୋଡ଼ାରେ ଯାଉଥିଲେ କି ଘୋଡ଼ା ଗାଡ଼ିରେ ଯାଉଥିଲେ କି ରଥରେ ଯାଉଥିଲେ ଆମେ ଜାଣିନାହୁଁ, ମାତ୍ର ସେ ପଡ଼ିଗଲେ। ଆଉ ସେଇ ଦିନ ଠାରୁ ପରମେଶ୍ୱର ସେହି ବ୍ୟକ୍ତିଙ୍କୁ ଏତେ ଶକ୍ତିଶାଳୀ ଭାବରେ ବ୍ୟବହାର କଲେ। ଆଉ ବାଇବଲର ନୂତନ ନିୟମର ସେ 13ଟା ବା 14ଟା ପୁସ୍ତକ ସେ ଲେଖିଛନ୍ତି। ତାଙ୍କ ଦ୍ୱାରା ଅନେକ ମଣ୍ଡଳୀ ସ୍ଥାପିତ ହେଇଛି। ସେ ତୃତୀୟ ସ୍ୱର୍ଗକୁ ମଧ୍ୟ ସେ ଯାଇଥିଲେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ପରମେଶ୍ୱର ଯାହାକୁ ପକାନ୍ତି ତାହାକୁ ସେ ଉପରକୁ ଉଠାନ୍ତି ମଧ୍ୟ। ଆଜି ଅନେକ ଜଣ ସେମାନେ ମନୁଷ୍ୟମାନଙ୍କ ଦ୍ୱାରା ପଡୁଛନ୍ତି, ମାତ୍ର ତାଙ୍କ ଜୀବନରେ କୌଣସି ପ୍ରକାର ପରିବର୍ତ୍ତନ ଆମେ ଦେଖୁନାହୁଁ। ପରମେଶ୍ୱର ଯୋସେଫଙ୍କୁ ଗାତରେ ପକାଇବା ପାଇଁ ଅନୁମତି ଦେଲେ, ଭାଇମାନେ ପକେଇଲେ, ମାତ୍ର ପରମେଶ୍ୱର ସେ ଗାତରୁ ପିଠରୁ ଉଠେଇକିନା ତାଙ୍କୁ ସିଂହାସନକୁ ନେଇଗଲେ। ଆଉ ପରମେଶ୍ୱର ସେଇ ପ୍ରକାର ପରମେଶ୍ୱରଙ୍କ ଦ୍ୱାରା ଯେ ପଡନ୍ତି, ସେ ନିଜକୁ ପଡ଼ିଲେ, ନମ୍ର ହେଲେ। ଯକ୍ଷୟ ବୋଲି ଜଣେ ବ୍ୟକ୍ତି, ସେ ମଧ୍ୟ ଗଛ ଉପରେ ଚଢିଥିଲେ, ପରମେଶ୍ୱର ତାଙ୍କୁ ତଳକୁ ଓହ୍ଲେଇଲେ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଅଛି, ଯାହାକୁ ପରମେଶ୍ୱର ପକାନ୍ତି ତାହାକୁ ସେ ଶକ୍ତିଶାଳୀ ଭାବରେ ବ୍ୟବହାର କରନ୍ତି। ଯାହାକୁ ମନୁଷ୍ୟ ପକାଏ ସେ କେବେ ହେଲେ ଆଉ ଉଠିପାରେ ନାହିଁ, ବ୍ୟବହୃତ ହେଇପାରେ ନାହିଁ। ପ୍ରିୟମାନେ, ପରମେଶ୍ୱର ଆମମାନଙ୍କର ଉଠେଇବା ପରମେଶ୍ୱର। ମାତ୍ର ପାଉଲଙ୍କର ଏତେ ଗର୍ବ, ଏତେ ତାଙ୍କର ସେ ଧର୍ମ ପ୍ରତି ତାଙ୍କର ଏତେ ସମର୍ପଣ ଯେ ସେ ଅନ୍ଧ ଭାବରେ ଲୋକମାନଙ୍କୁ, ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନା କରିବା ପାଇଁ ସେ ଯାଉଥିଲେ। ଆଜି ଅନେକ ଏମିତି ଅଛନ୍ତି। ଆମ ଦେଶରେ ଅନେକ ସାଉଲ ମାନେ ଅଛନ୍ତି, ଯେଉଁମାନେ କି ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ଯାଉଛନ୍ତି। ପରମେଶ୍ୱର ଆପଣଙ୍କୁ ମଧ୍ୟ ପକେଇବେ।
ସାଉଲ ଯିଏକି ପାଉଲ ହେଲେ ବା ଦୁଇଟା ନା ତାଙ୍କର ସାଉଲ ପାଉଲ, ସେ ଗୋଟେ ମଣ୍ଡଳୀ ତାଡ଼ନାକାରୀ ଥିଲେ। ସେ ମଣ୍ଡଳୀ ଗଠନକାରୀ ହେଇଗଲେ। ତାଙ୍କ ଦ୍ୱାରା ବିଭିନ୍ନ ସ୍ଥାନ ମାନଙ୍କରେ ମଣ୍ଡଳୀ ଗୁଡ଼ିକ ସ୍ଥାପିତ ହେଇଗଲା। ଆମ ଦେଶରେ ମଧ୍ୟ ସେଇ ପ୍ରକାର ହେବା ପାଇଁ ଯାଉଅଛି। ମଣ୍ଡଳୀ ତାଡ଼ନାକାରୀ ମାନେ ମଣ୍ଡଳୀ ଗଠନକାରୀରେ ପରିଣତ ହେବା ପାଇଁ ଯାଉଅଛି। କାରଣ ସେମାନେ ଖ୍ରୀଷ୍ଟିଆନ ମାନଙ୍କୁ ଏତେ ପରିମାଣରେ ତାଡ଼ନା କରୁଛନ୍ତି। ବିଭିନ୍ନ ପ୍ରକାର ରାଜ୍ୟ ଗୁଡ଼ିକରେ ଆମେ ନ୍ୟୁଜ ଗୁଡ଼ିକ ଆମେ ପାଉଛୁ ଯେ ସେମାନେ କି ପ୍ରକାର ଭାବରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେମାନଙ୍କ ଚର୍ଚ୍ଚ ଭିତରେ ପଶି ସେମାନେ ତାଡ଼ନା କରିବା ପାଇଁ ଯାଉଛନ୍ତି। ଆମେ ସେମାନଙ୍କୁ ପ୍ରାର୍ଥନା କରୁଛୁ, ସେମାନଙ୍କୁ ମଧ୍ୟ ପରମେଶ୍ୱର ଏହି ପ୍ରକାର କଚାଡ଼ିକିନା ପକେଇବେ। ଆଉ ସେଇ ସମୟରେ ସେମାନେ ସତ୍ୟ ପରମେଶ୍ୱରଙ୍କ ପରିଚୟ ପାଇପାରିବେ। ଯୀଶୁ କିଏ ସେମାନେ ଜାଣିପାରିବେ। ସାଉଲଙ୍କୁ ସୁସମାଚାର ଦେବା ପାଇଁ କାହାର ସାହସ ନଥିଲା। ମାତ୍ର ସାଉଲ ପଡ଼ିଗଲା ପରେ ସେ ସୁସମାଚାରକୁ ଜାଣିପାରୁଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିପାରୁଛନ୍ତି, ପରମେଶ୍ୱରଙ୍କ ଦ୍ୱାରା ପଡ଼ିଥିବା ବ୍ୟକ୍ତିଙ୍କର ଶକ୍ତି। ପ୍ରିୟମାନେ, ଆଜି ବିଭିନ୍ନ ପ୍ରକାର ପରିସ୍ଥିତିରେ ପରମେଶ୍ୱର ଆମକୁ ପକେଇଛନ୍ତି। ଭାବନ୍ତୁ ନାହିଁ ଆମେ ନଷ୍ଟ ହେଇଯିବୁ, ଆପଣ ବିନଷ୍ଟ ହେଇଯିବେ, ସେଇଟା ନାହିଁ। ଆଉ ଯଦି ଆପଣ ପରମେଶ୍ୱରଙ୍କ ଦ୍ୱାରା ଆପଣ ପଢ଼ିଛନ୍ତି, ଆପଣ ସଚୋଟ ଭାବରେ ପ୍ରଭୁଙ୍କ ମାର୍ଗରେ ଚାଲୁଥିଲେ, ଆଉ ପରମେଶ୍ୱର ଆପଣଙ୍କୁ ଉଠେଇବେ, ଆଉ ଆପଣ ଏତେ ଶକ୍ତିଶାଳୀ ହେଇଯିବେ। ଆପଣ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ, ଆପଣ ବହୁତ ଘାବରେଇବାର ଆବଶ୍ୟକ ନାହିଁ। ଦେଖନ୍ତୁ, ଜୁନସକୁ ସେ ମାଛ ପେଟରେ ପକାଇଦେଲେ, ସମୁଦ୍ରରେ ପକାଇଦେଲେ। ତାପରେ 3 ଦିନ ସମୁଦ୍ର ବା ମାଛ ପେଟ ରହିଲା ପରେ ଜୁନସଙ୍କର ଅବସ୍ଥା ଟିକେ ଚିନ୍ତା କରନ୍ତୁ। ଜୁନସ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେଇଗଲେ। ଯେ ନିନିବିକୁ ଯାଅ ବୋଲି କହିଲେ, ତାଙ୍କ ପାଖରେ ଟଙ୍କା ଥିଲା, ମୋ ପାଖରେ ଟଙ୍କା ଅଛି, ମୁଁ ଗୋଟେ ସ୍ଲିପର କ୍ଲାସର ଟିକଟକୁ ବୁକ୍ କରି ସେ ଜାହାଜରେ ଯାଇ ଆରାମସେ ଶୋଇକିନା ସେ ପଳେଇ ଯାଉଥିଲେ ପରମେଶ୍ୱରଙ୍କ ଠାରୁ ଦୂରକୁ, ପରମେଶ୍ୱରଙ୍କ ଇଚ୍ଛା ଠାରୁ ଦୂରକୁ। ପରମେଶ୍ୱର ତାଙ୍କୁ ଏ ପ୍ରକାର ପକେଇଲେ ଯେ ସେ ସିଧା ନିନିବେରେ ଯାଇକିନା ପହଞ୍ଚିଲେ। ଆଉ ସେଇ ସ୍ଥାନରେ ବହୁତ ଅଳ୍ପ ସମୟ ପ୍ରଚାର କଲେ। ଲକ୍ଷ ଲକ୍ଷ ଲୋକ ଅଳ୍ପ ସମୟ ପ୍ରଚାରରେ ପରିବର୍ତ୍ତନ ହେଲେ। ସେମାନେ ଅନୁତାପ କଲେ, ଅଖା ପିନ୍ଧିଲେ, ଉପବାସ କଲେ। ସେଇ ସ୍ଥାନର ପଶୁମାନେ ମଧ୍ୟ ଉପବାସ କଲେ, କାରଣ ପରମେଶ୍ୱର ତାଙ୍କୁ ପକେଇଛନ୍ତି। ଯାହାକୁ ପରମେଶ୍ୱର ପକାନ୍ତି, ଯେତେବେଳେ ପରମେଶ୍ୱର ତାଙ୍କୁ ଉଠାନ୍ତି, ସେଇ ସମୟରେ ସେମାନଙ୍କର ଶକ୍ତି ଅପାର ଥାଏ। ଯଦି ଆମେ ପରମେଶ୍ୱରଙ୍କ ଦ୍ୱାରା ପଢିଛୁ, ତାହେଲେ ପରମେଶ୍ୱର ଆମକୁ ଉଠେଇବେ। ଆମେ ସେଇ ସମୟରେ ଆମେ ଜାଣିପାରିବା, ଯେତେବେଳେ ସାଉଲ ପଢିଲେ ସେ ଅନ୍ଧ ହେଇଗଲେ। ଯେତେବେଳେ 3 ଦିନ ମାଛ ପେଟରେ ଜୁନସ ରହିଲେ, ସେତେବେଳେ ସେ ସୁଧୁରି ଗଲେ। ସେ କହିଲେ, ଅନେକ କଥା ପ୍ରାର୍ଥନା କରିଛନ୍ତି। ଯେଉଁମାନେ ବ୍ୟର୍ଥ ବିଷୟରେ ମନ ଲଗାନ୍ତି, ସେମାନେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଯାଆନ୍ତି। ଏଇ ପ୍ରକାର ଭାବରେ ସେ ସେଠି କହି ସେ ବାହାରିକିନା ଆସିଲେ। ଆଉ ତାଙ୍କର ଗୋଟେ ଛୋଟିଆ ପ୍ରଚାରରେ ନିନିବେ ପରି ଗୋଟେ ମହାନଗରରେ ରିଭାଇଭାଲ ଆସିଲା, ଉଦ୍ଦୀପନା ଆସିଲା। ସମ୍ପୂର୍ଣ୍ଣ ନିନିବେ ସହର ପରିବର୍ତ୍ତନ ହେଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ସାକ୍ଷ୍ୟ ଦେଲେ, ଜୁନସଙ୍କ ପ୍ରଚାରରେ ନିନିବେର ଲୋକମାନେ ପ୍ରକୃତରେ ମନ ପରିବର୍ତ୍ତନ କରିଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଯଦି ପଢିଛନ୍ତି ଆପଣ ପରମେଶ୍ୱରଙ୍କ ଦ୍ୱାରା, ତାହେଲେ ଆପଣଙ୍କୁ ଉଠେଇବେ। ପରମେଶ୍ୱର ପକାନ୍ତି ମଧ୍ୟ ଉଠାନ୍ତି। ମନୁଷ୍ୟ କେବଳ ପକାନ୍ତି, ଉଠାନ୍ତି ନାହିଁ। ଆଉ ମନୁଷ୍ୟ ମଧ୍ୟ ପକେଇଥିଲେ, ପରମେଶ୍ୱର ଆପଣଙ୍କୁ ଉଠେଇବା ପରମେଶ୍ୱର। ସେ ଧୂଳିରୁ ଉଠେଇବା ପରମେଶ୍ୱର, କ୍ଷତ ରାଶିରୁ ଉଠେଇବା ପରମେଶ୍ୱର, ଗୌରବର ସିଂହାସନକୁ ଅଧିକାର କରାଇବା ପରମେଶ୍ୱର। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଜି ଯଦି ପଢିଛନ୍ତି, ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ପରମେଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣ ଆପଣଙ୍କୁ ନତ କରନ୍ତୁ। ଯଥା ସମୟରେ ସେ ଆପଣଙ୍କୁ ପାଉଲଙ୍କ ପରି ଉଠେଇବେ, ଜୁନସଙ୍କ ପରି ଉଠେଇବେ, ଯୋସେଫଙ୍କ ପରି ଉଠେଇବେ, ମଶାଙ୍କ ପରି ଆପଣଙ୍କୁ ଉପରକୁ ଉଠେଇବେ। ପଦେ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ। ତୁମେ ଉଠେଇବା ପରମେଶ୍ୱର। ତୁମେ ଆମକୁ ଉଠେଇଛ, ଦୌଲା କାଦରୁ ଉଠେଇଛ ପ୍ରଭୁ, ତୁମେ କ୍ଷତ ରାଶିରୁ ଉଠେଇଛ। ଆମେ ତୁମକୁ ଧନ୍ୟବାଦ ଦେଇଛୁ। ହଁ ପ୍ରଭୁ, ଆମର ଗର୍ବରେ ଆମେ ଥିଲୁ, ଅହଙ୍କାରରେ ଥିଲୁ ପ୍ରଭୁ, ଆମେ ପଡିଗଲୁ, ତୁମେ ଆମକୁ ପକେଇଲ, ଆଉ ତୁମେ ପୁନର୍ବାର ତୁମେ ଆମମାନଙ୍କୁ ଉଠେଇଛ। ଆମେ ଧନ୍ୟବାଦ ଦଉଛୁ। ଯେଉଁମାନେ ପଡିଛନ୍ତି, କଷ୍ଟରେ ଅଛନ୍ତି, ଆମେ ପ୍ରାର୍ଥନା କରୁଛୁ, ଦୟାକରି ଅନୁଗ୍ରହ କର। ସେମାନେ ମଧ୍ୟ ଉଠିବେ, ଠିଆ ହେବେ, ଆଉ ତୁମ ପାଇଁ ପ୍ରଭୁ ଆଗକୁ ବଢିବେ। ଅନୁଗ୍ରହ ପ୍ରଦାନ କର ପ୍ରଭୁ। ଆମେ ଧନ୍ୟବାଦ ଦଉଛୁ ପ୍ରଭୁ ତୁମର ବାକ୍ୟ ନିମନ୍ତେ। ପ୍ରଭୁ, ଯେଉଁମାନେ ପଢିକିନା କଷ୍ଟ ପାଉଛନ୍ତି, ସେମାନଙ୍କୁ ପ୍ରଭୁ ତୁମେ ଆଜି କଥା କହିଛ, ତୁମେ ସେମାନଙ୍କୁ ଉଠେଇବ, ସେମାନଙ୍କୁ ପୁନର୍ବାର ପ୍ରଭୁ ଉଚ୍ଚକୁ ନେଇଯିବ। ଧନ୍ୟବାଦ ପ୍ରଭୁ। ପ୍ରାର୍ଥନା ଶୁଣିଛ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମେନ୍, ଆମେନ୍।
ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯୋଉ ଦୟା ଅନୁଗ୍ରହ କରନ୍ତି। ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।